ଯେଉଁମାନେ ନିଜ ଜୀବନକୁ ଦେଶ ପାଇଁ ସମର୍ପିତ କରିଥାନ୍ତି ସେଇମାନଙ୍କୁ ଗ୍ୟାଲେଣ୍ଟାରୀ ଆୱାର୍ଡ଼ ମିଳିଥାଏ। ଗ୍ୟାଲେଣ୍ଟାରୀ ଆୱାର୍ଡ଼ ପ୍ରାଇମେରୀଲି 6 ପ୍ରକାରର। ସେଇ 6ଟି ଯେଉଁ ଗ୍ୟାଲେଣ୍ଟାରୀ ଆୱାର୍ଡ଼ ଅଛି ତାହାକୁ ଫାଷ୍ଟ 2 କ୍ୟାଟେଗୋରୀରେ ଡିଭାଇଡ଼ କରାଯାଇଛି। ଗୋଟେ ହେଲା ୱାର୍ ଟାଇମ୍ ଗ୍ୟାଲେଣ୍ଟାରୀ ଆୱାର୍ଡ଼, ଯେଉଁଟା ଯୁଦ୍ଧରେ ଯେଉଁ ସୈନିକମାନେ ଯୁଦ୍ଧରେ ନିଜକୁ ଆତ୍ମସମର୍ପିତ କରିଦେଇଥାନ୍ତି ତାହାଙ୍କୁ ୱାର୍ ଟାଇମ୍ ଗ୍ୟାଲେଣ୍ଟାରୀ ଆୱାର୍ଡ଼ ଦିଆଯାଇଥାଏ। ଏବଂ ପିସ୍ ଟାଇମ୍ ଗ୍ୟାଲେଣ୍ଟାରୀ ଆୱାର୍ଡ଼ ଏଇଟା ସୈନିକମାନଙ୍କୁ ଦିଆଯାଇଥାଏ ଏବଂ ସାଧାରଣ ଜନତାଙ୍କୁ ବି ଦିଆଯାଇଥାଏ ଯିଏ ଯୁଦ୍ଧ ପାଇଁ ଦେଶ ପାଇଁ ସମର୍ପିତ କରିଦେଇଥାଏ ନିଜକୁ। ତ ୱାର୍ ଟାଇମ୍ ଗ୍ୟାଲେଣ୍ଟାରୀ ଆୱାର୍ଡ଼ 3 ପ୍ରକାର। ଗୋଟେ ହେଲା ପରମବୀର ଚକ୍ର, ମହାବୀର ଚକ୍ର ଏବଂ ବୀର ଚକ୍ର। ପରମବୀର ଚକ୍ର ହେଉଛି ହାଇଏଷ୍ଟ ୱାର୍ ଟାଇମ୍ ଗ୍ୟାଲେଣ୍ଟାରୀ ଆୱାର୍ଡ଼। ମହାବୀର ଚକ୍ର ହେଉଛି ସେକେଣ୍ଡ ହାଇଏଷ୍ଟ ୱାର୍ ଟାଇମ୍ ଆୱାର୍ଡ଼ ଏବଂ ବୀର ଚକ୍ର ହେଉଛି ଥାର୍ଡ଼ ହାଇଏଷ୍ଟ ୱାର୍ ଟାଇମ୍ ଆୱାର୍ଡ଼। ଏଇଟା ଥିଲା 3 ପ୍ରକାରର ୱାର୍ ଟାଇମ୍ ଗ୍ୟାଲେଣ୍ଟାରୀ ଆୱାର୍ଡ଼। ତାପରେ ପିସ୍ ଟାଇମ୍ ଗ୍ୟାଲେଣ୍ଟାରୀ ଆୱାର୍ଡ଼, ଏଇଟା ମଧ୍ୟ 3 ପ୍ରକାର। ସବୁଠାରୁ ହାଇଏଷ୍ଟ ପିସ୍ ଟାଇମ୍ ଗ୍ୟାଲେଣ୍ଟାରୀ ଆୱାର୍ଡ଼ ହେଉଛି ଅଶୋକ ଚକ୍ର। ସେକେଣ୍ଡ ହାଇଏଷ୍ଟ ପିସ୍ ଟାଇମ୍ ଆୱାର୍ଡ଼ ହେଉଛି କୀର୍ତ୍ତି ଚକ୍ର। ଥାର୍ଡ଼ ହାଇଏଷ୍ଟ ପିସ୍ ଟାଇମ୍ ଆୱାର୍ଡ଼ ହେଉଛି ଶୌର୍ଯ୍ୟ ଚକ୍ର। ତ ଏଇଟା ଥିଲା ଆମର 6 ପ୍ରକାରର ଗ୍ୟାଲେଣ୍ଟାରୀ ଆୱାର୍ଡ଼। ଯେଉଁମାନେ ସବୁ ମକ୍ ଟେଷ୍ଟ ନୋଟ୍ସ ପାଇବାକୁ ଚାହୁଁଛ ତାହେଲେ ସାଧୁରାମ ସାର୍ ଆପ୍କୁ ନିହାତି ଭାବରେ ଡାଉନଲୋଡ଼୍ କର ଏବଂ ସମସ୍ତେ ଟିକେ ଭିଡ଼ିଓକୁ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କର।